ଚାଲନ୍ତୁ ଆଜି ଜାଣିବା ଭୀଷ୍ମ ପଞ୍ଚକ ବ୍ରତ କଥା। ଏହା ବି ଜାଣିବା କାର୍ତ୍ତିକ ମାସର କେଉଁ ଦିନ ଭୀଷ୍ମ ପିତାମହ ଜଳଭିକ୍ଷା କରିଥିଲେ, ଆଉ ଭୀଷ୍ମ ପଞ୍ଚକ ବ୍ରତ ପାଳନ କଲେ ଆମକୁ କ'ଣ ସବୁ ସୁଫଳ ମିଳିଥାଏ। ମହାଭାରତ ଯୁଦ୍ଧରେ 10ମ ଦିନରେ କୁରୁକ୍ଷେତ୍ର ରଣଭୂମିରେ ପିତାମହ ଭୀଷ୍ମ ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ। ତାଙ୍କ ଅନୁରୋଧ ରକ୍ଷା କରି ଅର୍ଜୁନ ନିଜ ଅସ୍ତ୍ର ବିଦ୍ୟା ବଳରେ ଏକ ସରସଜ୍ଜା ପ୍ରସ୍ତୁତ କରିଦେଲେ। ପିତା ଶାନ୍ତନୁଙ୍କଠାରୁ ଇଚ୍ଛାମୃତ୍ୟୁ ବରପ୍ରାପ୍ତ ଭୀଷ୍ମ ସେଇଠି ଶୋଇ ରହିଲେ। ସେଇଠି ପଡ଼ି ରହି ସେ ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ମାର୍ଗକୁ ଅପେକ୍ଷା କରି ରହିଲେ। ବିଶ୍ୱାସ ରହିଛି ଉତ୍ତରାୟଣ କାଳରେ ମର୍ତ୍ତ୍ୟଲୋକ ଛାଡ଼ିଲେ ଆଉ ପୁନର୍ବାର ଫେରିବା ପାଇଁ ପଡ଼ିନଥାଏ। କୁରୁକ୍ଷେତ୍ର ରଣଭୂମିରେ ପୁଣ୍ୟ ତୋୟା ଓଘବତୀ ନଦୀତଟ ସରସଜ୍ଜାରେ ପଡ଼ି ପ୍ରାପ୍ତ ଦିବ୍ୟଦୃଷ୍ଟି ବଳରେ ସେ ସମସ୍ତ ମହାଭାରତ ଯୁଦ୍ଧର ବିବରଣୀ ଜାଣିପାରୁଥିଲେ। ପିତାମହ ସରସଜ୍ଜାରେ ସାଇତ ଥିବା ଅବସ୍ଥାରେ ଦିନେ ଧର୍ମରାଜ ଯୁଧିଷ୍ଠିର କୃଷ୍ଣଙ୍କ ପାଖରେ ଯାଇ ପହଞ୍ଚି ଆଶ୍ଚର୍ଯ୍ୟ ହୋଇ ଦେଖିଲେ ପ୍ରଭୁ ଶ୍ରୀକୃଷ୍ଣ ଧ୍ୟାନରତ। ଯୁଧିଷ୍ଠିର ପାଖରେ ପହଞ୍ଚି ପଚାରିଲେ, କେଶବ, ଆପଣ କାହାକୁ ଧ୍ୟାନ କରୁଛନ୍ତି? ପ୍ରଭୁ କହିଲେ, ଦୀପ୍ତ ଅଗ୍ନି ଲିଭି ଯାଉଥିବା ପରି ଭୀଷ୍ମ ପିତାମହଙ୍କ ଜୀବନ ଦୀପ ଲିଭି ଆସୁଅଛି। ସେ ପରମ ଜ୍ଞାନୀ। ତାଙ୍କ ଧର୍ମନୀତି ରାଜନୀତି ଆଦି ଜ୍ଞାନର ତୁଳନା ନାହିଁ। ପିତାମହ ଚାଲିଗଲା ପରେ ଏହି ସମସ୍ତ ଜ୍ଞାନ ଏହି ସଂସାରରୁ ମଧ୍ୟ ଅସ୍ତମିତ ହୋଇଯିବ। ଚନ୍ଦ୍ର ଅସ୍ତଗଲେ ରଜନୀ ତେଜହୀନ ହୋଇଯିବା ପରି ପିତାମହଙ୍କ ପ୍ରୟାଣରେ ଆମ ସଂସାରର ସେହି ଅବସ୍ଥା ହେବ। ଏଇ କଥା ଭାବି ସେହି ପରମ ଜ୍ଞାନୀକୁ ମୁଁ ଧ୍ୟାନ କରୁଛି। ହେ ଧର୍ମନନ୍ଦନ, ଆପଣ ଶୀଘ୍ର ଯାଇ ପିତାମହଙ୍କ ନିକଟରୁ ସେହି ସବୁ ଜ୍ଞାନ ଆହରଣ କରନ୍ତୁ। କୁନ୍ତୀ ନନ୍ଦନ କହିଲେ, ହେ ମଧୁସୂଦନ, ଆପଣଙ୍କ ଉପଦେଶ ଅନୁଯାୟୀ ମୁଁ ତାଙ୍କ ନିକଟକୁ ଯିବି। ଆପଣ ମଧ୍ୟ ମୋ ସହିତ ଚାଲନ୍ତୁ। ତତ୍ପରେ ପଞ୍ଚପାଣ୍ଡବ ଶ୍ରୀକୃଷ୍ଣ, ସାତ୍ୱକୀ, ସଞ୍ଜୟ, ଯୁଯୁତ୍ସୁ ଓ କୃପାଚାର୍ଯ୍ୟ ସାଥୀ ହୋଇ ପିତାମହଙ୍କ ନିକଟରେ ପହଞ୍ଚିଲେ। ସେତେବେଳକୁ ବ୍ୟାସାଦି ମୁନିଋଷିମାନେ ପିତାମହଙ୍କ ନିକଟରେ ପହଞ୍ଚି ସାରିଥାନ୍ତି। ସେମାନେ ପିତାମହଙ୍କ ଚରଣ ବନ୍ଦନା କରୁଥାନ୍ତି। ଭଗବାନ ଶ୍ରୀକୃଷ୍ଣ ସମସ୍ତ ଋଷିମାନଙ୍କ ଚରଣରେ ପ୍ରଣାମ କରି ପିତାମହ ଭୀଷ୍ମଙ୍କ ଚରଣ ବନ୍ଦନା କରି କହିଲେ, ହେ ବିଶ୍ୱବନ୍ଦନୀୟ ପରମ ଜ୍ଞାନୀ ବତ୍ସ ଯୁଧିଷ୍ଠିର, ଆତ୍ମୀୟ ସୋଦର, ଆଚାର୍ଯ୍ୟ ଗୁରୁଜନଙ୍କୁ ହରାଇ ବିଭୀଷିକାମୟ କୁରୁକ୍ଷେତ୍ର ଯୁଦ୍ଧ ପରେ ଅତ୍ୟନ୍ତ ଶଙ୍କାଗ୍ରସ୍ତ, ଶୋକଗ୍ରସ୍ତ ଏବଂ ମ୍ରିୟମାଣ ହୋଇପଡ଼ିଛନ୍ତି। ଆପଣ ତାଙ୍କ ଶୋକ ଦୂର କରି ଜ୍ଞାନ ଉପଦେଶ ଦିଅନ୍ତୁ। ଭୀଷ୍ମ କହିଲେ, ହେ ଋଷିକେଶ, ଆପଣ ସମସ୍ତ ଜଗତର ସ୍ୱାମୀ। ଆପଣଙ୍କୁ ଅଜଣା କ'ଣ ଅଛି ଯେ ମୁଁ ଜ୍ଞାନ ଉପଦେଶ ଦେବି? କ୍ଷତବିକ୍ଷତ ପୀଡ଼ାଗ୍ରସ୍ତ ମୋ ଶରୀର ପାଇଁ ମୋ ମନ ବୁଦ୍ଧି କିଛି ସ୍ଥିର ରହୁନାହିଁ। ମୋର ବାକ୍ଶକ୍ତି ମଧ୍ୟ କ୍ଷୀଣ ହୋଇଯାଇଛି। ଏପରି ଅବସ୍ଥାରେ ମୁଁ କିଛି ଉପଦେଶ ଦେବା ପାଇଁ ଅସମର୍ଥ। ଭଗବାନ କହିଲେ, ହେ ପରନ୍ତପ, ହେ ମହାଜ୍ଞାନୀ, ଆପଣଙ୍କ ସମସ୍ତ ପୀଡ଼ା ଏହି ମୁହୂର୍ତ୍ତରେ ଦୂର ହୋଇଯିବ। ଆପଣଙ୍କ ମନ ମୃତ୍ୟୁ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ। ଆଜିଠାରୁ 56 ଦିନ ପରେ ଉତ୍ତରାୟଣ କାଳରେ ଆପଣ ଏ ମର୍ତ୍ତ୍ୟଧାମରୁ ବିଦାୟ ନେବେ। ଆପଣ ଦିବ୍ୟଚକ୍ଷୁ ଲାଭ କରି ସମସ୍ତ ବିସ୍ମୟ ସ୍ମରଣ କରିପାରିବେ। ଆଜି ସାନ୍ଧ୍ୟ ଉପଗତ। ଆମ୍ଭେମାନେ ଚାଲିଯାଉଛୁ। କାଲି ପୁଣି ସାକ୍ଷାତ ହେବ। ପରଦିନ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର କର୍ତ୍ତୃକ ଅନ୍ୟମାନେ ଯାଇ ପିତାମହଙ୍କ ସରସଜ୍ଜା ନିକଟରେ ଉପସ୍ଥିତ ହେଲେ। ଶ୍ରୀକୃଷ୍ଣ ପିତାମହଙ୍କ ସର୍ବକୁଶଳ ପୁଚ୍ଛା କରନ୍ତେ କହିଲେ, ହେ ଅଚ୍ୟୁତ, ଆପଣଙ୍କ ଅନୁଗ୍ରହରୁ ମୋର ସମସ୍ତ କଷ୍ଟ ଦୂର ଏବଂ ଗ୍ଲାନି ଦୂର ହୋଇଛି। ବର୍ତ୍ତମାନ ମୁଁ ଅତୀତ ଭବିଷ୍ୟତ ସବୁକିଛି ଦେଖିପାରୁଛି। ଏବେ ଯୁଧିଷ୍ଠିରଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ମୁଁ ସମର୍ଥ। ଧର୍ମଜ୍ଞ କୁନ୍ତୀ ନନ୍ଦନ ନିଃସଙ୍କୋଚ ଚିତ୍ତରେ ମୋତେ ପ୍ରଶ୍ନ ପଚାରନ୍ତୁ। ମୁଁ ମୋ ଯଥାଶକ୍ତି ବିଚାର ବୁଦ୍ଧି ଦ୍ୱାରା ତାଙ୍କର ସମସ୍ତ ସଂଶୟ ଦୂର କରିବି। ଏହାପରେ ଯୁଧିଷ୍ଠିର ରାଜନୀତି, ଧର୍ମନୀତି, ଅର୍ଥନୀତି, ନ୍ୟାୟ, ଦଣ୍ଡ, ଭେଦ ଇତ୍ୟାଦି ବିଷୟକ ପ୍ରଶ୍ନମାନ ପଚାରି ଚାଲିଲେ। ପିତାମହ ତାଙ୍କୁ ଗୋଟି ଗୋଟି କରି ସେସବୁକୁ ବୁଝାଉଥାନ୍ତି। ବୁଝାଇବା ଛଳରେ ସେ ବହୁ ଉପାଖ୍ୟାନ, ଆଖ୍ୟାୟିକା ମାନ କହି ଚାଲିଥାନ୍ତି। ବହୁ ମନୋରମ ଆଖ୍ୟାନ ଏବଂ ଆଖ୍ୟାୟିକା ଛଳରେ ପିତାମହଙ୍କର ଏହି ଉପଦେଶ ମହାଭାରତ ଗ୍ରନ୍ଥ ମଧ୍ୟରେ ଏକ ବିଶାଳ ଅଧ୍ୟାୟ। ମହାଭାରତର ଶାନ୍ତି ଓ ଅନୁଶାସନ ପର୍ବରେ ଏହା ଲିପିବଦ୍ଧ ହୋଇଛି। ଦୀର୍ଘ 5 ଦିନ ଧରି ପାଣ୍ଡବ ଶ୍ରେଷ୍ଠ ଯୁଧିଷ୍ଠିର ଏସବୁ ପିତାମହଙ୍କ ଠାରୁ ଶ୍ରବଣ କଲେ। ପିତାମହଙ୍କ ଉପଦେଶ ଶୁଣି ଯୁଧିଷ୍ଠିରଙ୍କର ସମସ୍ତ ଶଙ୍କା ଦୂର ହେଲା। ସେ ଅତୀବ ପ୍ରସନ୍ନ ହେଲେ। ସର୍ବଶେଷରେ ପିତାମହ ତାଙ୍କୁ କହିଲେ, ଏବେ ତୁମେ ଯାଅ, ଦେବଗଣ ଓ ପିତୃଗଣକୁ ସନ୍ତୁଷ୍ଟ କରି ପ୍ରଜାମାନଙ୍କର ମନୋରଞ୍ଜନ କର। ସୁହୃଦମାନଙ୍କୁ ସ୍ନେହପାଶରେ ବାନ୍ଧି ରଖ। ପକ୍ଷୀମାନେ ଯେପରି ବଳବାନ ବୃକ୍ଷମାନଙ୍କୁ ଆଶ୍ରୟ କରି ରହିଥାନ୍ତି, ସେମାନେ ସେହିପରି ତୁମକୁ ଆଶ୍ରୟ କରି ରୁହନ୍ତୁ। ତାଙ୍କ ଉପଦେଶ ଗ୍ରହଣ କରି ଯୁଧିଷ୍ଠିର ଫେରି ଆସିଲେ। 50 ଦିନ ପରେ ଭୀଷ୍ମଙ୍କ ସ୍ୱର୍ଗାରୋହଣ ସମୟ ଆସିଗଲା। ବିଦାୟ ପାଇଁ ପୁଣି ସମସ୍ତେ ଉପସ୍ଥିତ ହେଲେ। ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ହେବା ସଙ୍ଗେ ସଙ୍ଗେ ଯୋଗ ଓ ଧ୍ୟାନପୂର୍ବକ ପରଂ ବ୍ରହ୍ମଙ୍କଠାରେ ଧ୍ୟାନ ଲଗାଇ ପିତାମହ ଦେହତ୍ୟାଗ କଲେ।
ସେ ଦେହତ୍ୟାଗ ପୂର୍ବରୁ ଯୁଧିଷ୍ଠିରଙ୍କୁ ପୁଣି କହିଗଲେ, ହେ କୁନ୍ତୀନନ୍ଦନ, ଶୋକ କର ନାହିଁ। ସତ୍ୟକୁ ଆଶ୍ରୟ କରି ରାଜ୍ୟ ଶାସନ କର। ଧୃତରାଷ୍ଟ୍ରଙ୍କୁ କହିଲେ, ରାଜା, ତୁମେ ଶାସ୍ତ୍ର, ବେଦ ଓ ଧର୍ମଜ୍ଞ। ଯାହା ଘଟିବାର ଥିଲା ଘଟିଯାଇଛି। ପାଣ୍ଡୁପୁତ୍ରମାନଙ୍କୁ ତୁମେ ନିଜ ପୁତ୍ର ମନେକରି ପାଳନ କର। ତୁମର ଦୁରାତ୍ମା ପୁତ୍ରମାନଙ୍କ ପାଇଁ ଆଉ ଶୋକ କର ନାହିଁ। କୃଷ୍ଣକୁ ଚାହିଁ କହିଲେ, ହେ ଦେବେଶ, ସୁରାସୁର ବନ୍ଦିତ ତ୍ରିବିକ୍ରମ, ହେ କୃଷ୍ଣ, ହେ କେଶବ, ବିଶ୍ୱାତ୍ମା ପୁରୁଷୋତ୍ତମ, ଏବେ ମୋତେ ଯିବା ପାଇଁ ଅନୁମତି ଦିଅ। ତୁମେ ପାଣ୍ଡବମାନଙ୍କର ରକ୍ଷାକର୍ତ୍ତା। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ମୁଁ ମୂର୍ଖ ଦୁର୍ଯ୍ୟୋଧନକୁ ଏହା କହିଥିଲି, ଯେଉଁଠାରେ ଶ୍ରୀକୃଷ୍ଣ ସେହିଠାରେ ଧର୍ମ ଓ ଯେଉଁଠି ଧର୍ମ ସେଇଠି ଜୟ। ପାଣ୍ଡବମାନଙ୍କ ସହିତ ତୁମେ ସନ୍ଧି କର, କିନ୍ତୁ ତାହା ହେଲା ନାହିଁ। ହେ କେଶବ, ଏ ଶରୀର ତ୍ୟାଗ ପାଇଁ ଆପଣ ମୋତେ ଅନୁମତି ଦିଅନ୍ତୁ। ମୋ ଆତ୍ମା ପରମଗତି ପ୍ରାପ୍ତ ହେଉ। ଯୁଧିଷ୍ଠିରକୁ ଚାହିଁ କହିଲେ, ତୁମେ ମୋତେ କିଛି ପୁଷ୍ପ ଆଣିଦିଅ। ମୁଁ ଶ୍ରୀକୃଷ୍ଣଙ୍କ ପଦବନ୍ଦନା ପରେ। ପୁଷ୍ପ ଆସିଲା। ଅଣାଯାଇଥିବା ପୁଷ୍ପରେ ଭଗବାନ ଶ୍ରୀକୃଷ୍ଣଙ୍କର ପଦବନ୍ଦନା କରି ଗଙ୍ଗା ନନ୍ଦନ ଭକ୍ତି ଗଦଗଦ ହୋଇ କହିଲେ, ହେ ଜନାର୍ଦ୍ଦନ, ହେ ସର୍ବାନ୍ତର୍ଯ୍ୟାମୀ, ହେ ସୃଷ୍ଟି ସ୍ଥିତି ଲୟ ଓ ପାଳନର କାରଣ, ମୋତେ ଆପଣଙ୍କର ସେହି ଭୁବନମୋହନ ବିଶ୍ୱରୂପକୁ ଟିକିଏ ଦେଖାଇ ଏଇ ଦୁଃଖ ଶୋକମୟ ସଂସାରରୁ ମୋତେ ଚିରଦିନ ପାଇଁ ମୁକ୍ତି ଦିଅନ୍ତୁ ପ୍ରଭୁ। ମୋତେ ଶ୍ରେଷ୍ଠ ସ୍ଥାନକୁ ଗମନ କରିବାର ଆଶୀର୍ବାଦ ଦିଅନ୍ତୁ। ଅନ୍ୟମାନଙ୍କୁ ଅଦୃଶ୍ୟ ଭଗବାନ ତାଙ୍କର ଅପୂର୍ବ ବିଶ୍ୱରୂପକୁ ଭୀଷ୍ମକୁ ଦର୍ଶନ କରାଇ ତାଙ୍କର ହାତ ମୁଠାକୁ ପରମ ଶ୍ରଦ୍ଧା ସହ ଜାବୁଡ଼ି ଧରି କହିଲେ, ପିତାମହ, ଆପଣ ନିଷ୍ପାପ, ପିତୃଭକ୍ତ ଓ ମହାମୁନି ମାର୍କଣ୍ଡେୟଙ୍କ ତୁଲ୍ୟ। ମୃତ୍ୟୁ କୃତଦାସ ଭାବରେ ଆପଣଙ୍କର ଆଜ୍ଞାଧୀନ। ଆପଣଙ୍କ ଯଶ କୀର୍ତ୍ତି ଏହି ସଂସାରରେ ସୂର୍ଯ୍ୟଙ୍କ ଖ୍ୟାତି ପରି ଝଲସୁଥାଉ। ମୁଁ ଅନୁମତି ଦେଉଛି, ଆପଣ ଦେହ